ଶ୍ରାବଣ ଯାଇ ଭାଦ୍ରବ ଚାଲିଛି କିନ୍ତୁ ବର୍ଷା ଅଭାବରୁ ଚାଷ ପାଇଁ ଆବଶ୍ୟକ ପାଣି ମିଳୁନି। ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ବିପୁଳିଙ୍ଗି ପଞ୍ଚାୟତର କରତଳି ଗାଁର ଧାନତଳି ମରିଗଲାଣି। କେଉଁଠି ଜମି ଫାଟି ଆଁ କରିଛି ତ କେଉଁଠି ଧାନତଳି ପୋଡ଼ିଗଲାଣି। ଚାଷୀଙ୍କ ଅଭିଯୋଗ ସରକାର ଜଳକର ନେଉଛନ୍ତି କିନ୍ତୁ ଟୋପାଏ ପାଣି ମିଳିପାରୁନି। 15 ନମ୍ବର କେନାଲ ଆସୁଛି କିନ୍ତୁ ପାଣି ଆସୁନି। ଏପରିକି ଉଠା ଜଳସେଚନ ପ୍ରକଳ୍ପ ଅଛି କିନ୍ତୁ ବିଦ୍ୟୁତ ସଂଯୋଗ ନଥିବାରୁ ଅଚଳ ପଡ଼ିଛି। କୌଣସି ଅଧିକାରୀ କ୍ଷେତ୍ର ପରିଦର୍ଶନ କରିବାକୁ ଆସୁନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଚାଷ ଜମି 3 ବର୍ଷ ହେଲା ଆଜ୍ଞା ଆମେ ବେନ 100 ଟଙ୍କା ନେଇ ବେନ କିଣି ଆଣୁଛୁ କିନ୍ତୁ ବେନ ଗୋଟେ ହେବାକୁ ନାହିଁ। 3 ବର୍ଷ ହେଲା ବିଲକୁଲ ଧାନ ପାଚିବାର ନାହିଁ। ଆମର ମୁଁ 2 ହଳ 3 ହଳ ଗାଈ ରଖିଥିଲି ବିଲ ବାଡ଼ ଖତ ହବ ବୋଲି ସେ ଗାଈ ମୁଁ ସଫା ବିକିଦେଲିଣି ଆଉ କିଛି ନାହିଁ। ହେଲେ ଏବେ ବର୍ତ୍ତମାନ ନ ପାଚିବା ଯୋଗୁରୁ ଆମେ ବାହାରିକି ପଳଉ। ଯଦି ବାହାରି ରଖିଲେ ନ ରଖିଲା ହେଲେ ଆସିକି ଗାଁରେ ଫାସିଆକା ହବ ସିନା ତା ଛଡ଼ା ଆମକୁ ଆଉ କିଛି ବୁଦ୍ଧି ଦୁଶୁନି। ସେଥିପାଇଁ ଏଇଠି ସରକାର ତ ଏ ପର୍ଯ୍ୟନ୍ତ 5 ଦିନ ରୋଟେସନ ଅଛି ପାଣି ସବୁ 5 ଦିନ ଭିତରେ ତ ଏ ପର୍ଯ୍ୟନ୍ତ କୋଉ ଦିନ ହେଲେ ପାଣି ଆସିପାରିଲାନି। କ'ଣ ମଝିରେ ଦିନେ ଆସିଥିଲା ତ ମାନେ ଆସିଛି ତାପରେ ବନ୍ଦ ହେଇଯାଇଛି। ଆଉ ଏଇ ଯୋଉ ଏଇଥିପାଇଁ ଆମେ ସରକାରଙ୍କୁ ନିବେଦନ କରୁଛୁ ସେ ଓଲାଇ ପଏଣ୍ଟ ହଉ ନହେଲେ କରତଳି ତାମ୍ପରାରୁ ମେଗା ପ୍ରୋଜେକ୍ଟ କରି ପାଣି ଯୋଗାଇ ଦେଲେ ଆମର ଚାଷୀମାନେ ଉପକୃତ ହେବେ। ନହେଲେ ସମସ୍ତେ ଦାଦନ ଫାଦନ ଯୋଉମାନେ ଯାଉଛନ୍ତି ଆଉ ଦାଦନ ଫାଦନ ପଳେଇ ଭାରି। ବର୍ଷା ଅଭାବ ଯୋଗୁଁ ତଳିର ଅବସ୍ଥା ଏଇଭଳି। ବହୁତ ଚାଷୀ ଆସି ଅଛନ୍ତି। ଏଇ ଯେଉଁ ପାଣିର ଅଭାବ ଯୋଗୁଁ ଏଇ ସବୁ ପରିସ୍ଥିତି ଘଟିଛି। ତଳି ସବୁ ପଡ଼ିକି ନଷ୍ଟ ହେଇଯାଇଛି। କେନାଳ ପାଣି ଆସିବାକୁ ନେଇକି ଜଳକର ନିଆଉଛି ସତ କିନ୍ତୁ ପାଣିର ସୁବିଧା ନାହିଁ। ଏ ଜମି ପାଖାପାଖି 3 ବର୍ଷ ହେଲା ଚାଷୀମାନେ ହଇରାଣ ହେଉଛନ୍ତି। ତାଙ୍କେ ବିହନ ପକାଉଛନ୍ତି ଆଉ ସବୁ ଖର୍ଚ୍ଚ କରିକିରି ସବୁ ଇଏ କରୁଛନ୍ତି ତଳି ପକାଉଛନ୍ତି, ମାତ୍ର ତାଙ୍କର ହେଲେ ଆଦାୟ ମଧ୍ୟ ହେଇପାରୁନି। ଫଳରେ ଶହ ଶହ ଆମର ଚାଷୀ ଭାଇମାନେ ଦାଦନ ଯିବାକୁ ସୁରାଟ ବମ୍ବେ ଯାଉଛନ୍ତି। ତେଣୁ ଆମର ଦାବି ରହିଛି ଏଇ ଯେଉଁ ଅଛି କରତଳି ଦାମ୍ପରା ଆମ ଅଞ୍ଚଳର ଭାତହାଣ୍ଡି ତାଙ୍କ ସେଇଟା ବର୍ତ୍ତମାନ ପୋତି ହେଇଗଲାଣି। ତାର କେମିତି ପୁନରୁଦ୍ଧାର କରାଯାଉ